हेलो पिलाମାନେ ଆଜି ଆମେ 6th କ୍ଲାସ୍ର ଇତିହାସର ଫାର୍ଷ୍ଟ ଚାପ୍ଟରଟା ଦେଖିବା। ତ ସମସ୍ତେ ମନ ଦେଇ ଶୁଣିବା। ଗ୍ରୀସ୍ ଦେଶରେ ଜଣେ ଶକ୍ତିଶାଳୀ ରାଜା ଥିଲେ। ଗ୍ରୀସ୍ ଦେଶରେ ଜଣେ ଶକ୍ତିଶାଳୀ ରାଜା ଥିଲେ। ତାଙ୍କ ନାଁ ଥିଲା ଆଲେକ୍ସାଣ୍ଡର। ସେ ପୃଥିବୀର ଅନେକ ରାଜ୍ୟ ଜୟ କରିବା ପରେ ଭାରତ ଅଧିକାର କରିବାକୁ ତାଙ୍କର ଇଚ୍ଛା ହେଲା। ସେତେବେଳେ ଭାରତରେ ଉତ୍ତର ପଶ୍ଚିମ ପଟେ ରାଜତ୍ୱ କରୁଥିବା ରାଜାମାନଙ୍କ ମଧ୍ୟରୁ 2 ଜଣ ବିଖ୍ୟାତ ଥିଲେ। 2 ଜଣ ରାଜା ଉତ୍ତର ପଶ୍ଚିମ ପଟେ ଯେଉଁ ରାଜତ୍ୱ କରୁଥିଲେ ସେ 2 ଜଣ ବହୁତ ବିଖ୍ୟାତ ଥିଲେ। ସେ ରାଜା 2 ଜଣଙ୍କ ନାଁ ହେଉଛି କ'ଣ? ଅମ୍ବି ଓ ପୁରୁ। ଆଲେକ୍ସାଣ୍ଡରଙ୍କୁ ଭୟ କରି ଅମ୍ବି ତାଙ୍କ ଶରଣରେ ପଶିଲେ। ଆଲେକ୍ସାଣ୍ଡରଙ୍କୁ କିଏ ଭୟ କଲେ? ଅମ୍ବି ତାଙ୍କ ଶରଣରେ ପଶିଲେ। କିନ୍ତୁ ପୁରୁ ଥିଲେ ବୀର। ପୁରୁ କ'ଣ ଥିଲେ? ବୀର ଥିଲେ, ଯୋଦ୍ଧା ଥିଲେ। ସେ ଆଲେକ୍ସାଣ୍ଡରଙ୍କ ସହ ଯୁଦ୍ଧ କଲେ। ଏହି ଯୁଦ୍ଧରେ ପୁରୁ ହାରିଗଲେ। କିଏ ହାରିଗଲେ? ଯୁଦ୍ଧ ଯେଉଁ କଲେ ଆଲେକ୍ସାଣ୍ଡରଙ୍କ ସହ ପୁରୁ ହାରିଗଲେ ଓ ଆଲେକ୍ସାଣ୍ଡରଙ୍କ ଦ୍ୱାରା ବନ୍ଦୀ ମଧ୍ୟ ହେଲେ। ଆଲେକ୍ସାଣ୍ଡର ପୁରୁଙ୍କୁ ପଚାରିଲେ, ବନ୍ଦୀ ହେଇସାରିଲେ। ଆଲେକ୍ସାଣ୍ଡର ପୁରୁଙ୍କୁ ପଚାରିଲେ, ତୁମେ ମୋ ଠାରୁ କିପରି ବ୍ୟବହାର ଆଶା କରୁଛ? କିଏ ପଚାରିଲେ? ଆଲେକ୍ସାଣ୍ଡର ପୁରୁଙ୍କୁ ପଚାରିଲେ, ତୁମେ ମୋ ଠାରୁ କିପରି ବ୍ୟବହାର ଆଶା କରୁଛ? ପୁରୁ ଉତ୍ତର ଦେଲେ ଓ କହିଲେ, ଜଣେ ରାଜା ଅନ୍ୟ ଜଣେ ରାଜାଠାରୁ ଯେପରି ବ୍ୟବହାର ଆଶା କରିଥାଏ ମୁଁ ସେହିପରି ଚାହୁଁଛି। ମାନେ ଉତ୍ତର କ'ଣ ଦେଲେ ପୁରୁ? ଜଣେ ରାଜା ଅନ୍ୟ ଜଣେ ରାଜାଠାରୁ ଯେପରି ବ୍ୟବହାର ଆଶା କରିଥାଏ। ପୁରୁଙ୍କ ନିର୍ଭୀକତାରେ ଖୁସି ହୋଇ ଆଲେକ୍ସାଣ୍ଡର ତାଙ୍କୁ ମୁକ୍ତ କରି ତାଙ୍କ ରାଜ୍ୟ ତାଙ୍କୁ ଫେରେଇ ଦେଲେ। ହେଲା। ଏହା ସବୁ ଆମେ କେମିତି ଜାଣୁଛେ? ଏହା ଆମେ ସବୁ ଇତିହାସରୁ ହିଁ ଜାଣୁଛେ। ହେଲା। ଆସ ଇତିହାସ ବିଷୟରେ କିଛି ଜାଣିବା। ଇତିହାସ କହିଲେ କ'ଣ ବୁଝ କହିଲ? କ'ଣ ବୁଝ ଇତିହାସ ମାନେ? ବର୍ତ୍ତମାନ ପୃଥିବୀରେ ଯେତେ ମନୁଷ୍ୟ ଦେଖାଯାଆନ୍ତି ସମସ୍ତେ ଗୋଟିଏ ଜାତିର। ବୈଜ୍ଞାନିକମାନେ ମତ ଦିଅନ୍ତି ଯେ ଆଜକୁ ପ୍ରାୟ 15 ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟ ସୃଷ୍ଟି ହୋଇଥିଲେ। କେତେ ବର୍ଷ ପୂର୍ବେ? 15 ଲକ୍ଷ ବର୍ଷ ପୂର୍ବେ। କିନ୍ତୁ ତା ପୂର୍ବରୁ ମନୁଷ୍ୟର ରୂପ ଏପରି ନଥିଲା। ଆମେ ଯେମିତି ଦେଖାଯାଉଛେ ସେମିତି ନଥିଲେ ପୂର୍ବରୁ। ନୃବାନରମାନଙ୍କର କ୍ରମ ବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଛି। କାହାର କ୍ରମ ବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଛି? ନୃବାନରମାନଙ୍କର। ବର୍ତ୍ତମାନ ପୃଥିବୀ ପୃଷ୍ଠରେ ସେହି ପ୍ରକାର ନୃବାନର ନାହାନ୍ତି। ଏବେ ଆଉ ସେଇଭଳି ନୃବାନର ଦେଖାଯାଉନାହାନ୍ତି ପୃଥିବୀରେ। ସେହି ଜାତିର କିନ୍ତୁ ଅଛନ୍ତି, ସେହି ଜାତିର ଅଛନ୍ତି। ସେହି ଜାତିର କ'ଣ କିଏ ଅଛନ୍ତି? ଗିବନ, ଓରାଙ୍ଗୋଟାଙ୍ଗ, ଗରିଲା ଓ ସିମ୍ପାଞ୍ଜି ମାନେ ଏବେ ପୃଥିବୀରେ ଦେଖାଯାଉଛନ୍ତି। ଗରିଲା ଦେହର ଗଠନ ଭଳି ମନୁଷ୍ୟର ଦେହର ଗଠନ ହୋଇଛି। କାହା ଦେହର ଗଠନ ଭଳି ମନୁଷ୍ୟ ଦେହର ଗଠନ ହୋଇଛି? କ୍ୱେଶ୍ଚିନ୍ ଆସିବ। ଗରିଲା ଦେହର ଗଠନ ଭଳି। ଏହା ଛଡ଼ା ସିମ୍ପାଞ୍ଜିର ବୃଦ୍ଧି ସହିତ ମନୁଷ୍ୟର ବୃଦ୍ଧି ମେଳ ଖାଇବା ଦେଖାଯାଏ। କାହାର ବୁଦ୍ଧି ସହିତ ମନୁଷ୍ୟର ବୁଦ୍ଧି ସମାନ ଦେଖାଯାଏ? ସିମ୍ପାଞ୍ଜିର ବୁଦ୍ଧି ସହିତ। ମନୁଷ୍ୟମାନଙ୍କର ସାଂସ୍କୃତିକ ଧାରା ଅତି ପ୍ରାଚୀନ। ସାମାଜିକ ରୀତିନୀତି ଓ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ। କେଉଁଥିରୁ ମନୁଷ୍ୟର ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ? ସାମାଜିକ ରୀତିନୀତି ଓ ଅସ୍ତ୍ରଶସ୍ତ୍ରରୁ ମନୁଷ୍ୟର ସଂସ୍କୃତି ଆରମ୍ଭ ହୋଇଥାଏ। ଏହା ଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ,
ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର ଓ ରାଜ୍ୟ ପରିକଳ୍ପନା ଓ ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟର ସଂସ୍କୃତି ଆଗକୁ ଗତି କରିଛି। କେଉଁ କେଉଁ ସୋପାନ ଦେଇ ଆଗକୁ ଗତି କରିଛି ଏଇଠି ଅଣ୍ଡରଲାଇନ୍ ରହିଲା। ଏହି ସବୁ ଅଗ୍ରଗତିର ଧାରାବାହିକ ବିବରଣୀ ହେଉଛି ଇତିହାସ। ଏହିସବୁ ଅଗ୍ରଗତିର ଧାରାବାହିକ ବିବରଣୀ ହେଉଛି କ'ଣ? ଇତିହାସ। ଅନ୍ୟ ଭାବରେ କହିଲେ ମନୁଷ୍ୟର ଅତୀତ ଘଟଣା ଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ। ମନୁଷ୍ୟର ଅତୀତ ଘଟଣା ଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ। ବୁଝିଗଲା ଇତିହାସ ମାନେ? ତେଣୁ ପଢ଼ିବା ଇତିହାସ କୋଉଠି ଆସିଛି। ଇତିହାସକୁ ଇଂରାଜୀରେ ହିଷ୍ଟ୍ରି କୁହାଯାଏ। ଇତିହାସକୁ ଇଂରାଜୀରେ କ'ଣ କୁହାଯାଏ? ହିଷ୍ଟ୍ରି କୁହାଯାଏ। ହିଷ୍ଟ୍ରି ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟୋରୁ ଆସିଛି। ହିଷ୍ଟ୍ରି ଶବ୍ଦଟି ଗ୍ରୀକ୍ର କେଉଁ ଶବ୍ଦରୁ ଆସିଛି? ହିଷ୍ଟୋରୁ। ଏହାର ଅର୍ଥ ହେଉଛି ଅତୀତ ବିଷୟରେ ଜାଣିବା। ହେଲା। ଅନ୍ୟ ଅର୍ଥରେ ଇତିହାସ ହେଉଛି ଏକ ବାସ୍ତବ ଘଟଣାବଳୀ ଯାହା ଅତୀତରେ ବାସ କରୁଥିବା ମନୁଷ୍ୟମାନଙ୍କର ଜୀବନଯାପନ ପ୍ରଣାଳୀ ବିଷୟରେ ଆଲୋଚନା କରିଥାଏ। ଏଇଟା ଇମ୍ପୋର୍ଟାଣ୍ଟ। ପଢ଼ିବା ଇତିହାସ ପଠନର ଉପାଦେୟତା କ'ଣ? ଇତିହାସ ଆମେ କାହିଁକି ପଢ଼ିବା? ଆମେ ପଢ଼ିଲେ କ'ଣ ହେବ ତା ବିଷୟରେ ଜାଣିବା ଶିଖିବା। ଇତିହାସ ପଢ଼ିବା ଦ୍ୱାରା ଆମେ ସମୟାନୁକ୍ରମେ ଅତୀତରେ ଘଟିଥିବା ଘଟଣା ଗୁଡ଼ିକୁ ଜାଣିପାରୁ। ଆମେ ଅତୀତର ଘଟଣାକୁ କେମିତି ଜାଣିପାରୁ? ଏହି ଇତିହାସ ପଢ଼ିବା ଦ୍ୱାରା। ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ଜାଣିବା ଆବଶ୍ୟକ। ଅତୀତକୁ ଜାଣିଲେ ଆମେ ବର୍ତ୍ତମାନ ଓ ଭବିଷ୍ୟତକୁ ଠିକ୍ ଭାବରେ ବ୍ୟବହାର କରିପାରିବା। ହେଲା। ଅତୀତରେ ମନୁଷ୍ୟ ସୁଖ ଶାନ୍ତିରେ ରହିବା ପାଇଁ ଯେଉଁ ସବୁ ଉପାୟ ଅବଲମ୍ବନ କରୁଥିଲା ସେଗୁଡ଼ିକ ମଧ୍ୟରୁ କେତେକ ବର୍ତ୍ତମାନ ମଧ୍ୟ ଆମ ପାଇଁ ଦରକାରୀ ହୋଇପାରେ। ଅତୀତର ସେହି ଉପାୟ ମଧ୍ୟରୁ ଦରକାରୀ ଗୁଡ଼ିକୁ ବାଛି ଗ୍ରହଣ କରିବା ଇତିହାସ ପଠନ ସାହାଯ୍ୟ କରିଥାଏ। ଅତୀତର ବିଭିନ୍ନ ପ୍ରଥା, ରାଜ୍ୟ ଗଠନ, ଶାସନ ପ୍ରଣାଳୀ ଆଦି ବିଷୟରେ ଜାଣି ସେଗୁଡ଼ିକ ଆମ ପାଇଁ ଦରକାରୀ ସେଗୁଡ଼ିକୁ ଗ୍ରହଣ କରିବା। ଏହି କାର୍ଯ୍ୟ କରିବାରେ ଇତିହାସ ପଠନ ସହାୟକ ହୋଇଥାଏ। ଅତୀତରେ ଥିବା ଅନେକ କୁପ୍ରଥା ଓ ଅନ୍ଧବିଶ୍ୱାସ ଏବେ ମଧ୍ୟ ଆମ ସମାଜରେ ପ୍ରଚଳିତ। ଇତିହାସ ପଢ଼ିବା ଦ୍ୱାରା ସେଗୁଡ଼ିକର କେବେ, କାହିଁକି ଓ କିପରି ସୃଷ୍ଟି ହୋଇଥିଲା ତାହା ଆମେ ଜାଣିପାରିବା ଏବଂ ବର୍ତ୍ତମାନ ଯୁଗରେ ଯେଉଁଗୁଡ଼ିକୁ ଗ୍ରହଣଯୋଗ୍ୟ ନୁହଁ ତାହା ଆମେ ବୁଝିପାରିବା। ସେଗୁଡ଼ିକ ଆବଶ୍ୟକୀୟ ପରିବର୍ତ୍ତନ ସହିତ ମନୁଷ୍ୟମାନଙ୍କର ପରିସ୍ଥିତିକୁ ମେଳ କରିବା ପାଇଁ ଚେଷ୍ଟା କରିବା। ତେଣୁ ଇତିହାସ ପଢ଼ିବା ପାଇଁ ନିହାତି ଆବଶ୍ୟକ। ତେଣୁ ଇତିହାସ ପଢ଼ିବା ଆମ ପାଇଁ ନିହାତି ଆବଶ୍ୟକ। ଇତିହାସ ଏକ କାଳ୍ପନିକ କାହାଣୀ ନୁହେଁ। ଏହା ପ୍ରମାଣ କରିପାରୁଥିବା ତଥ୍ୟ ଉପରେ ଆଧାରିତ। ଯାହା ପ୍ରମାଣ କରିପାରୁଥାଏ ସେହି ତଥ୍ୟ ଉପରେ ଇତିହାସ ଆଧାରିତ। ଅନେକ ଗୁଡ଼ିଏ ପ୍ରାଚୀନ ଆଧାରରୁ ଆମେ ଇତିହାସ ସମ୍ପର୍କରେ ଜାଣିପାରୁ। ଏହି ଆଧାର ଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ପ୍ରତ୍ନତାତ୍ତ୍ୱିକ ଆଧାର ଓ ସାହିତ୍ୟିକ ଆଧାର। ଉଭୟ ଆଧାରକୁ ଭିତ୍ତି କରି ଇତିହାସ ସମ୍ପର୍କରେ ଜାଣିବା ସମ୍ଭବ ହୋଇଥାଏ। ଆସ ଦେଖିବା ପ୍ରତ୍ନତାତ୍ତ୍ୱିକ ଆଧାର କ'ଣ? ଭାରତର ବିଭିନ୍ନ ସ୍ଥାନରେ ମାଟି ତଳେ ଓ ମାଟି ଉପରେ ପ୍ରାଚୀନ ଯୁଗର ବହୁବିଧ ଐତିହାସିକ ବସ୍ତୁ ଓ ଅବଶେଷ ଦେଖିବାକୁ ମିଳେ। ସେଗୁଡ଼ିକ ପ୍ରାଚୀନ କାଳର ବିଭିନ୍ନ କାର୍ଯ୍ୟକଳାପ ଘଟଣାବଳୀ ଉପରେ ଆଲୋକପାତ କରେ। ଏହି ପ୍ରତ୍ନତାତ୍ତ୍ୱିକ ଆଧାର ଗୁଡ଼ିକୁ ଚାରି ଭାଗରେ ବିଭକ୍ତ କରାଯାଇଥାଏ, ଯେପରିକି ଯଥା
ଖୋଦିତ ଲେଖା ବା ଲିପି, କୀର୍ତ୍ତି ଓ କଳାକୃତି, ଭୌତିକ ଅବଶେଷ ଓ ମୁଦ୍ରା। ଏଗୁଡ଼ାକ ତାଳପତ୍ର। ଆସ ଦେଖିବା। ଖୋଦିତ ଲେଖା ବା ଲିପି କ'ଣ? ଖୋଦିତ ଲେଖା ବା ଲିପି କ'ଣ? ଅତୀତର ବିଭିନ୍ନ ଘଟଣା, କାର୍ଯ୍ୟକଳାପ, ଶାସନ ପ୍ରଣାଳୀ, ସାମାଜିକ ପ୍ରଥା, ପରମ୍ପରା ଓ ଚଳଣି ଇତ୍ୟାଦି ମାଟିର ଟାଇଲ ଓ ଇଟା, ତମ୍ବାପଟା, ପଶୁ ଚମଡ଼ା, ଲୁଗା, ସ୍ତମ୍ଭ, ମନ୍ଦିର କାନ୍ଥ, ପଥର, ଗଛପତ୍ର ଓ ଛାଲ ତଥା ତାଳପତ୍ରରେ ଲେଖାଯାଉଥିଲା। ଅତୀତର ଯେଉଁ ବିଭିନ୍ନ ଘଟଣା ଓ କାର୍ଯ୍ୟକଳାପ ଯେଉଁ ଅଛି, ଶାସନ ପ୍ରଣାଳୀ, ସାମାଜିକ ପ୍ରଥା, ପରମ୍ପରା ଓ ଚଳଣି ଇତ୍ୟାଦି କେଉଁଥିରେ ସବୁ ଲେଖା ହେଉଥିଲା? ମାଟିର ଟାଇଲ ଓ ଇଟା, ତମ୍ବାପଟା, ପଶୁ ଚମଡ଼ା, ଲୁଗା, ସ୍ତମ୍ଭ, ମନ୍ଦିରର କାନ୍ଥ, ପଥର, ଗଛର ପତ୍ର ଓ ଛାଲ ତଥା ତାଳପତ୍ରରେ ଲେଖାଯାଉଥିଲା। ସେତେବେଳେ ତ ଏମିତି ପେନ୍ ପେପର ନଥିଲା ନା, ତ ଏଇମାନଙ୍କରେ ସବୁ ଲେଖୁଥିଲେ। ସେଗୁଡ଼ିକ ଆଜି ମଧ୍ୟ ଦେଖିବାକୁ ମିଳେ। ଓଡ଼ିଶାର ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳି ପାହାଡ଼ ଓ ଗଞ୍ଜାମର ଜଉଗଡ଼ଠାରେ ପଥର ଉପରେ ଆଜକୁ ପ୍ରାୟ 2200 ବର୍ଷ ତଳର ଲେଖା ଦେଖିବାକୁ ମିଳେ। ତମମାନେ ଭୁବନେଶ୍ୱର ଯାଇଛ? ଧଉଳିକି କେବେ? ଭୁବନେଶ୍ୱରର ଧଉଳିକି ତମମାନେ ଭୁବନେଶ୍ୱରର ଧଉଳି କେବେ ଯାଇଛ? ସେଠି ନା ହାତୀ ଗୁମ୍ଫା ଯେଉଁ କହନ୍ତି, ସେଇଠି ନା ପଥରରେ ଲେଖା ଦେଖିବାକୁ ମିଳେ। କେବେ ଗଲେ ଦେଖିବ। ଆଉ କେଉଁଠି ଦେଖିବାକୁ ମିଳେ? ଗଞ୍ଜାମର ଜଉଗଡ଼ଠାରେ, ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳି ପାହାଡ଼ରେ ଓ ଗଞ୍ଜାମର ଜଉଗଡ଼ଠାରେ ପଥର ଉପରେ କେତେ ବର୍ଷ ପୂର୍ବେ ଲେଖା ହେଇଥିଲା? ଆଜ ପ୍ରାୟ 2200 ବର୍ଷ ତଳର କଥା ସେଗୁଡ଼ାକ ଲେଖା ହେଇଥିଲା। ଏହା ଛଡ଼ା ଇରାନ, ଇରାକ, ମିଶର, ଚୀନ, ଗ୍ରୀସ ତଥା ଆମ ଦେଶର ବିଭିନ୍ନ ସ୍ଥାନରେ ଅତୀତ ଘଟଣାବଳୀ ସମ୍ପର୍କିତ ଲେଖାମାନ ଦେଖିବାକୁ ମିଳେ। ଏଗୁଡ଼ାକ ପଥରରେ ଲେଖା ହୋଇଛି। ମେସୋପୋଟାମିଆ ଲିପି, ଏଗୁଡ଼ାକ ପଥରରେ ସବୁ ଲେଖା ଅଛି। ଆସ ଦେଖିବା କୀର୍ତ୍ତି ଓ କଳାକୃତି। ଆମ ଦେଶରେ ଅନେକ ଐତିହାସିକ କୀର୍ତ୍ତି ଯଥା ମନ୍ଦିର, ଦୁର୍ଗ, ରାଜପ୍ରାସାଦ, ସ୍ତୂପ ଓ ମଠ ଇତ୍ୟାଦି ଦେଖିବାକୁ ମିଳେ। ଏସବୁର ନିର୍ମାଣ ସମୟ ଓ ନିର୍ମାଣକର୍ତ୍ତା ବିଷୟରେ ଆମେ ଜାଣିପାରୁ। ଏହାଛଡ଼ା ଏସବୁରୁ ଯେତେବେଳେ ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କରେ ଅନେକ ତଥ୍ୟ ମିଳେ। ଏଇଟା କେଉଁ ଜାଗା କହିଲ? ଉଦୟଗିରି ଯାଇଛ? ଉଦୟଗିରି ପାହାଡ଼ରେ ଥିବା ହାତୀ ଗୁମ୍ଫା। ଖଣ୍ଡଗିରି ଉଦୟଗିରି ଯେଉଁ ବା ଦେନ୍ ଭୌତିକ ଅବଶେଷ। ପ୍ରତ୍ନତାତ୍ତ୍ୱିକ ଖନନରୁ ଅନେକ ମାଟି ପାତ୍ର, ଧାତୁପତ୍ର, ହାତ ହତିଆର, ଅଳଙ୍କାର, ଅସ୍ତ୍ରଶସ୍ତ୍ର, ମୂର୍ତ୍ତି ଇତ୍ୟାଦି ଅନେକ ମିଳିଥାଏ। ଏଗୁଡ଼ିକୁ ଅନୁଧ୍ୟାନ କଲେ ଅତୀତ ଘଟଣା ଓ କୀର୍ତ୍ତି ସମ୍ପର୍କରେ ଅନେକ ତଥ୍ୟ ମିଳେ। ଦେନ୍ ମୁଦ୍ରା। ଇତିହାସ ଜାଣିବାରେ ପ୍ରାଚୀନ ମୁଦ୍ରା ବିଶେଷ ଭାବରେ ସାହାଯ୍ୟ କରିଥାଏ। ଏହା କେବେ କେଉଁ ଶାସକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା, ସେହି ସମୟରେ ଅର୍ଥନୀତି, ବେପାର ବାଣିଜ୍ୟ ଓ ସାମ୍ରାଜ୍ୟର ବିସ୍ତୃତି ଆଦି କିପରି ଥିଲା, ତତ୍ ସମ୍ପର୍କିତ ଅନେକ ତଥ୍ୟ ପ୍ରାଚୀନ ମୁଦ୍ରା ଗୁଡ଼ିକରୁ ମିଳିଥାଏ। ସାହିତ୍ୟିକ ଆଧାର। ସେଟା ଗଲା ପ୍ରତ୍ନତାତ୍ତ୍ୱିକ ଆଧାର, ଏଟା ସାହିତ୍ୟିକ ଆଧାର।
ଅତୀତର ବିଭିନ୍ନ ଘଟଣା ଜାଣିବାରେ ପୁରାତନ ସାହିତ୍ୟ ଆମକୁ ଅନେକ ସାହାଯ୍ୟ କରିଥାଏ। ଏହି ସାହିତ୍ୟିକ ଆଧାର ଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ଧର୍ମ ସମ୍ବନ୍ଧୀୟ ସାହିତ୍ୟ, ସେକେଣ୍ଡଟି ହେଉଛି ଐହିକ ସାହିତ୍ୟ, ଥାର୍ଡଟି ହେଉଛି ପରିବ୍ରାଜକଙ୍କ ବିବରଣୀ। ଫାର୍ଷ୍ଟ ହେଉଛି ଧର୍ମ ସମ୍ବନ୍ଧୀୟ ସାହିତ୍ୟ। ଯେଉଁ ସାହିତ୍ୟରେ ବିଶେଷ ଭାବରେ ଧର୍ମ ବିଷୟରେ ଆଲୋଚନା ହୋଇଥାଏ ସେଗୁଡ଼ିକୁ ଧର୍ମ ସମ୍ବନ୍ଧୀୟ ସାହିତ୍ୟ କୁହାଯାଏ। ଏହି ସାହିତ୍ୟ ବିଭିନ୍ନ ଧର୍ମ କଥା ଉପରେ ଆଧାରିତ। ବେଦ, ଉପନିଷେଦ, ପୁରାଣ, ମହାଭାରତ, ରାମାୟଣ ଇତ୍ୟାଦି ଗ୍ରନ୍ଥ ଗୁଡ଼ିକର ଏହି ସାହିତ୍ୟ ଅନ୍ତର୍ଭୁକ୍ତ। ଏଗୁଡ଼ିକରୁ ଅତୀତର ଧର୍ମ, ସାମ୍ରାଜ୍ୟର ବ୍ୟବସ୍ଥା ଏବଂ ରାଜନୈତିକ ଅବସ୍ଥା ବିଷୟରେ ଅନେକ ତଥ୍ୟ ମିଳିଥାଏ। ଯେଉଁ ସାହିତ୍ୟରେ ବିଶେଷ ଭାବରେ ଧର୍ମ ବିଷୟରେ ଆଲୋଚନା ହୋଇଥାଏ ସେଗୁଡ଼ିକୁ ଧର୍ମ ସମ୍ବନ୍ଧୀୟ ସାହିତ୍ୟ କୁହାଯାଏ। ସେକେଣ୍ଡଟି ହେଉଛି ଐହିକ ସାହିତ୍ୟ। ଧର୍ମ ସମ୍ବନ୍ଧୀୟ ସାହିତ୍ୟ ବ୍ୟତୀତ ପ୍ରାଚୀନ କାଳରେ ଅନେକ ଗୁଡ଼ିଏ ସାହିତ୍ୟ ରଚନା କରାଯାଇଥିଲା। ସେଗୁଡ଼ିକ ହେଲା ଐହିକ ସାହିତ୍ୟ। ଏଭଳି ସାହିତ୍ୟ ମଧ୍ୟରେ ବିଭିନ୍ନ ଧର୍ମସୂତ୍ର ଓ ସ୍ତୁତି, ପାଣିନି ଓ ପତଞ୍ଜଳିଙ୍କ ଲିଖିତ ବ୍ୟାକରଣ, କୌଟିଲ୍ୟଙ୍କ ଅସ୍ତ୍ରଶସ୍ତ୍ର, କାଳିଦାସଙ୍କ ରଚନାବଳୀ, ବାଣଭଟ୍ଟଙ୍କ ହର୍ଷଚରିତ ଇତ୍ୟାଦିରୁ ସେହି ସମୟର ସମାଜ, ରୀତିନୀତି, ଶାସନ ପ୍ରଣାଳୀ, ଅର୍ଥନୀତି ଆଦି ବିଷୟରେ ଅନେକ ତଥ୍ୟ ମିଳିଥାଏ। ପରିବ୍ରାଜକ ବିବରଣୀ। ପ୍ରାଚୀନ କାଳରେ ଅନେକ ପରିବ୍ରାଜକ ଭାରତ ଭ୍ରମଣ କରି ଆସୁଥିଲେ। ସେମାନେ ସେ ସମୟର ସାମାଜିକ ଅବସ୍ଥା, ଧର୍ମ, ରାଜ୍ୟ ଶାସନ ପ୍ରଣାଳୀ, ଅର୍ଥନୀତି ଆଦି ବିଷୟରେ ଅନେକ କଥା ସେମାନଙ୍କର ଭ୍ରମଣ ବିବରଣୀ ଲେଖି ଯାଇଥିଲେ। ଏହି ସବୁ ବିବରଣୀରୁ ଆମେ ଇତିହାସ ସମ୍ବନ୍ଧୀୟ ଅନେକ ତଥ୍ୟ ଜାଣିବାକୁ ପାଇଥାଉ। ଏହିସବୁ ପରିବ୍ରାଜକମାନଙ୍କ ମଧ୍ୟରେ ମେଗାସ୍ତିନିସ୍, ଫାଂସିଆଁ, ଜୁଆଂଜାଂ, ଆଲବେରୁନି, ଇବନ ବତୁତା ଆଦି ଅନ୍ୟତମ। ସେମାନଙ୍କ ମଧ୍ୟରୁ ଚୀନର ପରିବ୍ରାଜକ ଜୁଆଂଜାଂ ଓଡ଼ିଶାକୁ ଆସିଥିଲେ। ଚୀନର କେଉଁ ପରିବ୍ରାଜକ ଆସିଥିଲେ ଓଡ଼ିଶାକୁ? ଜୁଆଂଜାଂ। ସମୟ ଅନୁସାରେ ଇତିହାସର ଶ୍ରେଣୀ ବିଭାଗ କରାଯାଇଛି କିପରି? ସମୟ ଅନୁସାରେ ଇତିହାସକୁ ତିନି ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ପ୍ରାକ୍ ଐତିହାସିକ ଯୁଗ, ଆଦ୍ୟ ଐତିହାସିକ ଯୁଗ, ଐତିହାସିକ ଯୁଗ। ଆଜି ଜାଣିବା ପ୍ରାକ୍ ଐତିହାସିକ ଯୁଗ କ'ଣ? ବହୁ ପ୍ରାଚୀନ କାଳରେ ଲୋକମାନେ ଲେଖାପଢ଼ା ଜାଣିନଥିଲେ। ତେଣୁ ସେ ସମୟର ଘଟଣାବଳୀ ଲିଖିତ ଆକାରରେ ମିଳିନଥିଲା। ତେଣୁ ସେ ସମୟର ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ଜାଣିବା ପାଇଁ ପ୍ରତ୍ନତାତ୍ତ୍ୱିକ ଖନନ ଓ ଅନୁସନ୍ଧାନ ଉପରେ ନିର୍ଭର କରିବାକୁ ପଡ଼େ। ସେ ସମୟରେ ବ୍ୟବହୃତ ବିଭିନ୍ନ ପ୍ରକାର ମାଟି ପାତ୍ର, ଅଳଙ୍କାର, ହାତ ତିଆରିର ଅସ୍ଥି କଙ୍କାଳ ଆଦିରୁ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ଅନେକ ତଥ୍ୟ ମିଳିଥାଏ। ସେ ସମୟରେ ଲୋକମାନେ ସେମାନେ ରହୁଥିବା ଗୁମ୍ଫା, ବିଭିନ୍ନ ପ୍ରକାର ଚିତ୍ର ଆଙ୍କୁଥିଲେ। ସେଥିରୁ ମଧ୍ୟ ଆମେମାନେ ସେମାନଙ୍କ ବିଷୟରେ ଜାଣିପାରୁ। ଏହି ଯୁଗକୁ ପ୍ରାକ୍ ଐତିହାସିକ ଯୁଗ କୁହାଯାଏ। ଦେନ୍ ଆଦ୍ୟ ଐତିହାସିକ ଯୁଗ। ମନୁଷ୍ୟ ଲେଖାପଢ଼ା ଶିଖିବା ପରେ ବିଭିନ୍ନ ଘଟଣାକୁ ନିଜର ଲେଖା ଦ୍ୱାରା ପ୍ରକାଶ କରିପାରିଲା। ଏହି ସମୟ ଆଦ୍ୟ ଐତିହାସିକ ଯୁଗ କୁହାଯାଏ। ଯେତେବେଳେ ଲେଖା ଜାଣିଲା ସେ ଯୁଗକୁ ଆଦ୍ୟ ଐତିହାସିକ ଯୁଗ କୁହାଯାଏ। ଏହି ଲେଖା ଗୁଡ଼ିକ ସୀମିତ ଏବଂ ସେଥିରୁ କେତେକ ଲେଖାକୁ ପଢ଼ିବା ସମ୍ଭବ ହୋଇପାରିନାହିଁ। ତେଣୁ ଏହି ସମୟର ଘଟଣାବଳୀ ଜାଣିବାକୁ ହେଲେ ଲେଖା ଗୁଡ଼ିକ ସହିତ ପ୍ରତ୍ନତାତ୍ତ୍ୱିକ ଖନନ ଓ ଅନୁସନ୍ଧାନ ଉପରେ ନିର୍ଭର କରିବାକୁ ପଡ଼େ। ସିନ୍ଧୁ ନଦୀ କୂଳରେ ଏହି ସମୟରେ ଗଢ଼ି ଉଠିଥିବା ସଭ୍ୟତାର ଏହା ଏକ ଉଦାହରଣ। ଐତିହାସିକ ଯୁଗ। ଲେଖାର ଉନ୍ନତି ହେବା ପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବାପଟା,
ତାଳପତ୍ର, ମାଟି ପାତ୍ର ଇତ୍ୟାଦି ଉପରେ ଲେଖିପାରିଲା। ଏହି ଲେଖାଗୁଡ଼ିକରୁ ସେ ସମୟର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଅବସ୍ଥା ବିଷୟରେ ଅନେକ ସୂଚନା ମିଳିଥିଲା। ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ, କିନ୍ତୁ ଏହି ଲେଖାଗୁଡ଼ିକ ଅତି ପୁରୁଣା କାଳର ହୋଇଥିବାରୁ ଏଗୁଡ଼ିକ ମଧ୍ୟରୁ ଅନେକ ନଷ୍ଟ ହୋଇଯାଇଛି। ଭାରତର ଭୌଗୋଳିକ ଅବସ୍ଥା ସହ ଇତିହାସର ସମ୍ପର୍କ କ'ଣ? ଆଜି ଦେଖିବା। ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଭାରତ ଅବସ୍ଥିତ। ପୃଥିବୀର କେଉଁ ପଟେ ଭାରତ ଅବସ୍ଥିତ? ଉତ୍ତର ଗୋଲାର୍ଦ୍ଧରେ। ଏହା ଏସିଆ ମହାଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ମଧ୍ୟଭାଗରେ ଅବସ୍ଥିତ। ଭାରତର ଦକ୍ଷିଣ ଦିଗରୁ ସମୁଦ୍ର ଘେରି ରହିଛି। ଭାରତର ଦକ୍ଷିଣ ଭାଗକୁ 3 ଦିଗରୁ ସମୁଦ୍ର ଘେରି ରହିଛି। ତେଣୁ ଏହାକୁ ଉପଦ୍ୱୀପ ବୋଲି କୁହାଯାଏ। ଭାରତକୁ କ'ଣ କୁହାଯାଏ? ଉପଦ୍ୱୀପ। ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପ ଠାରୁ ଭାରତ ଦୂରତା ପ୍ରାୟ ସମାନ। ପ୍ରାଚୀନ ସଭ୍ୟତାର ବିକାଶ ଘଟିଥିବା ଦେଶଗୁଡ଼ିକ ଭାରତର ସୀମାକୁ ଲାଗି ଏବଂ ଭାରତଠାରୁ ଅନତି ଦୂରରେ ରହିଛନ୍ତି। ଏହି ସବୁ ଦେଶ ମଧ୍ୟରେ ଭାରତର ଉତ୍ତର ପୂର୍ବ ସୀମାରେ ଚୀନ, ପଶ୍ଚିମରେ ଇରାନ ରହିଥିବା ବେଳେ ଇରାକ, ଇସ୍ରାଏଲ, ମିଶର, ଗ୍ରୀସ ଆଦି ଦେଶ ଆମ ଦେଶରୁ ଅନତି ଦୂରରେ ଅବସ୍ଥିତ। ଦେଖିବା ଭାରତର ପ୍ରାକୃତିକ ବିଭାଗ। ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ 6ଟି ଅଞ୍ଚଳରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ହିମାଳୟ ପର୍ବତୀୟ ଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ, ପଶ୍ଚିମସ୍ଥ ମରୁଭୂମି, ଉପକୂଳସ୍ଥ ସମତଳ ଅଞ୍ଚଳ ଏବଂ ସମୁଦ୍ର ମଧ୍ୟସ୍ଥ ଦ୍ୱୀପ ସମୂହ। ଏଗୁଡ଼ିକ ମଧ୍ୟରୁ କେନ୍ଦ୍ରସ୍ଥ ମାଳଭୂମି ଓ ପଶ୍ଚିମସ୍ଥ ମରୁଭୂମି ଯଥାକ୍ରମେ ବୃହତ୍ତମ ଓ କ୍ଷୁଦ୍ରତମ ପ୍ରାକୃତିକ ଅଞ୍ଚଳ। ଏଇଟା ହେଉଛି ଭାରତର ପ୍ରାକୃତିକ ମାନଚିତ୍ର। ପ୍ରାକୃତିକ ବୈଶିଷ୍ଟ୍ୟ ଜାଣିବା। ଭାରତର ଇତିହାସକୁ ଏହାର ପ୍ରାକୃତିକ ବିଭାଗଗୁଡ଼ିକ ଅନେକାଂଶରେ ପ୍ରଭାବିତ କରିଆସିଛି। ଭାରତର 4ଗୋଟି ପ୍ରଧାନ ପ୍ରାକୃତିକ ଅଞ୍ଚଳ ରହିଛି। ସେଗୁଡ଼ିକ ହେଲା ପାର୍ବତ୍ୟ ଅଞ୍ଚଳ, ନଦୀ ଉପତ୍ୟକା ଅଞ୍ଚଳ, ଜଙ୍ଗଲ, ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ। ଫାର୍ଷ୍ଟ ଜାଣିବା ପାର୍ବତ୍ୟ ଅଞ୍ଚଳ କ'ଣ? ଭାରତର ଉତ୍ତର ସୀମାରେ ଅବସ୍ଥିତ ଅଚ୍ୟୁତ ହିମାଳୟ ପର୍ବତ ଶ୍ରେଣୀ କେନ୍ଦ୍ର ଏସିଆ ଠାରୁ ଭାରତକୁ ପୃଥକ କରିଛି। ଭାରତର ଯେଉଁ ଉତ୍ତର ସୀମାରେ ଅବସ୍ଥିତ ଅଚ୍ୟୁତ ହିମାଳୟ ପର୍ବତଟି କେନ୍ଦ୍ର ଏସିଆ ଠାରୁ ଭାରତକୁ ପୃଥକ କରିଛି। ହିମାଳୟ ପର୍ବତମାଳାର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳ ମୃତ୍ତିକା ଉର୍ବର ଏବଂ ଜଳ ସମ୍ପଦରେ ପରିପୂର୍ଣ୍ଣ। ଏହିସବୁ ସୁବିଧା ଥିବାରୁ ଏହି ଅଞ୍ଚଳଗୁଡ଼ିକୁ କୃଷି ଉପଯୋଗୀ ଓ ଘନ ଜନବସତି ପୂର୍ଣ୍ଣ। ଅଚ୍ୟୁତ ହିମାଳୟ ପର୍ବତମାଳା ଅତିକ୍ରମ କରି ଉତ୍ତର ଦିଗରୁ ଭାରତକୁ ପ୍ରବେଶ କରିବା କଷ୍ଟକର, କିନ୍ତୁ ଉତ୍ତର ପଶ୍ଚିମ ପାର୍ଶ୍ୱରେ ଥିବା ପାର୍ବତ୍ୟ ଅଞ୍ଚଳରେ କେତେକ ସଂକୀର୍ଣ୍ଣ ଗିରିପଥ ରହିଛି। ଏହି ପଥ ଦେଇ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିଛନ୍ତି। ସେମାନେ ଆସିବା ଫଳରେ ସେମାନଙ୍କର ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଆଦି ଦ୍ୱାରା ଆମ ସଂସ୍କୃତି ପ୍ରଭାବିତ ହୋଇଛି। ଦକ୍ଷିଣ ଭାରତ ମାଳଭୂମିର ପୂର୍ବ ପାର୍ଶ୍ୱରେ ପୂର୍ବଘାଟ ପର୍ବତମାଳା ଓ ପଶ୍ଚିମ ଘାଟରେ ପଶ୍ଚିମଘାଟ ପର୍ବତମାଳା ଅବସ୍ଥିତ। ପଶ୍ଚିମଘାଟ ପର୍ବତମାଳା ଭାରତର ମଧ୍ୟଭାଗରୁ ଦକ୍ଷିଣ ପ୍ରାନ୍ତ ଯାଏଁ ବିସ୍ତୃତ। ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ ପ୍ରଚୁର ବର୍ଷା ହେଉଥିବାରୁ ଏହା ଘନ ଜଙ୍ଗଲପୂର୍ଣ୍ଣ। ଏହାଛଡ଼ା ଦକ୍ଷିଣ ଭାରତରେ ଅଧିକାଂଶ ଅଞ୍ଚଳ ପାହାଡ଼ିଆ ଓ ମୃତ୍ତିକା
ଅନୁର୍ବର କିନ୍ତୁ ଖଣିଜ ସମ୍ପଦ ପରିପୂର୍ଣ୍ଣ। ନଦୀ ଉପତ୍ୟକା ସମୂହ। ଆମ ଦେଶରେ ହିମାଳୟ ପାର୍ବତ୍ୟାଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ପୂର୍ବ ପଶ୍ଚିମ ହୋଇ ଲମ୍ବି ରହିଛି। ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀଗୁଡ଼ିକର ପଟୁ ମାଟି ଦ୍ୱାରା ଏହି ସମତଳ ଅଞ୍ଚଳ ସୃଷ୍ଟି ହୋଇଛି। କାହା ଦ୍ୱାରା ସମତଳ ଅଞ୍ଚଳ ସୃଷ୍ଟି ହୋଇଛି? ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀଗୁଡ଼ିକର ପଟ୍ଟମାଟି ଦ୍ୱାରା ଏହି ସମତଳ ଅଞ୍ଚଳ ସୃଷ୍ଟି ହୋଇଛି। ଏହି ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ପ୍ରଚୁର ଜଳ ମିଳୁଥିବାରୁ ଏଠାରେ ବିଭିନ୍ନ ଶସ୍ୟ ଉତ୍ପାଦନ ହୋଇଥାଏ। ତେଣୁ ଏହି ଅଞ୍ଚଳରେ ବହୁତ ଲୋକ ବାସ କରନ୍ତି। ଏହି ସବୁ କାରଣରୁ ନଦୀ କୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥାଏ। ନଦୀ ଥିବା ଅଞ୍ଚଳମାନଙ୍କରେ ସବୁ ସୁବିଧା ସୁଯୋଗ ରହିଥାଏ। ଜଙ୍ଗଲ। ଭାରତର ହିମାଳୟ ପାର୍ବତ୍ୟାଞ୍ଚଳ, ପାଦଦେଶ ଏବଂ ପଶ୍ଚିମଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ୱରେ ପ୍ରଚୁର ବୃଷ୍ଟିପାତ ହେଉଥିବା ଯୋଗୁଁ ଏହି ସବୁ ଅଞ୍ଚଳର ଘଞ୍ଚ ଅରଣ୍ୟ ଦେଖାଯାଏ। ଏହାଛଡ଼ା ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳ, ପୂର୍ବ ଓ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳରେ ଅରଣ୍ୟ ଦେଖାଯାଏ। ଅରଣ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏଠାରେ ଲୋକମାନେ ବାସ କରନ୍ତି। ଅରଣ୍ୟ ଶାନ୍ତ ଓ ସୁନ୍ଦର ପରିବେଶ ସଭ୍ୟତାର, ବିଶେଷ କରି ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଛି। ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ। ଆମ ଦେଶର ପଶ୍ଚିମ ପାର୍ଶ୍ୱରେ ଆରବ ସାଗର ଓ ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ। ପଶ୍ଚିମ ଉପକୂଳର ସମତଳ ଅଞ୍ଚଳଠାରୁ ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧିକ ପ୍ରଶସ୍ତ। ପଶ୍ଚିମ ଉପକୂଳର ସମତଳ ଭୂମି ଗୁଜରାଟ ଠାରୁ କେରଳ ପର୍ଯ୍ୟନ୍ତ ଏବଂ ପୂର୍ବ ଉପକୂଳସ୍ଥ ସମତଳ ଭୂମି ଓଡ଼ିଶା ଠାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ। ସାବରମତୀ, ମାହି, ନର୍ମଦା, ତାପ୍ତି ଆଦି ନଦୀ ଗୁଡ଼ିକର ପଟୁମାଟି ଦ୍ୱାରା ପଶ୍ଚିମ ଉପକୂଳସ୍ଥ ସମତଳ ଅଞ୍ଚଳ ଗଠିତ ହୋଇଥିବା ବେଳେ ମହାନଦୀ କୃଷ୍ଣା, କାବେରୀ, ଗୋଦାବରୀ ଆଦି ନଦୀର ପଟୁମାଟି ଦ୍ୱାରା ପୂର୍ବ ଉପକୂଳ ସମତଳ ଭୂମି ଗଠିତ। ସମୁଦ୍ର କୂଳବର୍ତ୍ତୀ ସମତଳ ଭୂମି ଅତ୍ୟନ୍ତ ଉର୍ବର ଓ କୃଷି ପାଇଁ ବିଶେଷ ଉପଯୋଗୀ। ତେଣୁ ଏ ଅଞ୍ଚଳରେ ଘନ ଜନବସତି ଦେଖାଯାଏ। ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣ ଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା, ଯାହାଦ୍ୱାରା ସାମୁଦ୍ରିକ ବାଣିଜ୍ୟର ଉନ୍ନତି ଘଟିଥିଲା। ଏହି ଅଞ୍ଚଳରେ ମଧ୍ୟ ଅନେକ ସହର ଗଢ଼ି ଉଠିଥିବାର ଦେଖାଯାଏ।